ସମସ୍ତେ ଶୁଭ ଅପରାହ୍ନ। ଭଏସ ଶୁଭା ଯାଉଛି? ଭଏସ ଶୁଭା ଯାଉଛି? ଆଜ୍ଞା ସାର୍। ହଉ। ଆଜି ଆମେ ଆଲୋଚନା କରିବା MOD 10 ର ବ୍ଲକ 2 ର ତୃତୀୟ ଠାରୁ ଆରମ୍ଭ କରିବା, ଯୋଉଟା କି ଉପନିବେଶବାଦ ଆଉ ଉତ୍ତର ଉପନିବେଶବାଦ ଅଛି। ଯୋଉମାନଙ୍କ ପାଖରେ ବହି ଅଛି ସେମାନେ ବହି ଦେଖି ଦିଅନ୍ତୁ, ଯୋଉମାନଙ୍କ ପାଖରେ PDF ଅଛି ଦେଖିଦେବେ। କମ ପୃଷ୍ଠା ଅଛି, ସରିଯିବ ତେବେ ଆଜି ଆମେ ଆଲୋଚନା କରିବା ତୃତୀୟ ଏକକ MOD 10 ର ବ୍ଲକ 2 ର ଉପନିବେଶବାଦ ଓ ଉତ୍ତର ଉପନିବେଶବାଦ। ଏଥିରେ ଉପନିବେଶବାଦର ସଂଜ୍ଞା ଓ ସ୍ୱରୂପ ଜାଣିବା, ଉପନିବେଶବାଦର ପରିସର, ଓଡ଼ିଆ ସାହିତ୍ୟରେ ଔପନିବେଶବାଦୀଙ୍କ ରୂପାୟନ ଆଉ ଉତ୍ତର ଉପନିବେଶବାଦରେ ଉତ୍ତର ଉପନିବେଶବାଦର ସଂଜ୍ଞା, ସ୍ୱରୂପ ଓ ପରିସର ଜାଣିବା। ଭାରତ ତଥା ଓଡ଼ିଶାର ଉତ୍ତର ଉପନିବେଶବାଦର ପ୍ରଭାବ, ଓଡ଼ିଆ ସାହିତ୍ୟରେ ଉତ୍ତର ଉପନିବେଶବାଦର ରୂପାୟନ ବିଷୟରେ ଆମେ ଆଲୋଚନା କରିବା। ସାମ୍ପ୍ରତିକ ସମୟରେ ସମାଜ, ସାହିତ୍ୟ ଓ ସଂସ୍କୃତି ଅଧ୍ୟୟନ କରିବା ନିମିତ୍ତ ସମଗ୍ର ବିଶ୍ୱରେ ବିଭିନ୍ନ ବିଚାରଧାରାର ଅଭ୍ୟୁଦୟ ଓ ବିକାଶ ଘଟୁଛି। ବିଶ୍ୱର ଏହି ବିଚାରଧାରା ଦ୍ୱାରା ସମଗ୍ର ପ୍ରାନ୍ତୀୟ ସାହିତ୍ୟ ମଧ୍ୟ ପ୍ରଭାବିତ ହେଉଛି। ଏହାଦ୍ୱାରା ସମାଜ, ସାହିତ୍ୟ, ସଂସ୍କୃତିକୁ ଭିନ୍ନ ଭିନ୍ନ ପ୍ରେକ୍ଷାପଟରେ ଅନୁଶୀଳନ ମଧ୍ୟ କରାଯାଉଛି। ଉପନିବେଶବାଦ ଓ ଉତ୍ତର ଉପନିବେଶବାଦ ସମାଜ, ସଂସ୍କୃତି ଓ ସାହିତ୍ୟ ଅନୁଶୀଳନର ଏକ ନୂତନ ମାର୍ଗ। ଔପନିବେଶିକ ଶାସନ ବ୍ୟବସ୍ଥା ଗୋଟିଏ ରାଷ୍ଟ୍ର ଅଥବା ଭୂଖଣ୍ଡର ସମାଜ ବ୍ୟବସ୍ଥା, ସଂସ୍କୃତି, ସାହିତ୍ୟ ଓ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ତଥା ଚିନ୍ତନକୁ କିପରି ପ୍ରଭାବିତ କରିଥାଏ, ତାହା ଉପନିବେଶବାଦର ଅନୁଶୀଳନ ପ୍ରସଙ୍ଗ। ଔପନିବେଶିକ ଶାସନ ବ୍ୟବସ୍ଥାରୁ ମୁକ୍ତ ହେଲା ପରେ ସମ୍ପୃକ୍ତ ରାଷ୍ଟ୍ରଟି ଯେଉଁ ନବନିର୍ମାଣ ପ୍ରକ୍ରିୟାରେ ଗତିଶୀଳ ହୋଇଥାଏ, ତାହା ଉତ୍ତର ଉପନିବେଶବାଦର ଚର୍ଚ୍ଚାର ପ୍ରସଙ୍ଗ। ଏହି ବିଷୟରେ ଏହି ସମ୍ପର୍କରେ ଜ୍ଞାତ କରାଇବା ଏହି ପାଠର ଉଦ୍ଦେଶ୍ୟ ଅଛି। ଶିଖିବା ଜିନିଷ ଗୁଡ଼ିକ ଏଥିରେ ପାଇପାରିବା। ଉପନିବେଶବାଦର ସଂଜ୍ଞା, ସ୍ୱରୂପ ଓ ପରିସର ପରୀକ୍ଷାରେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆସିବ, ଲଙ୍ଗ କ୍ୱେଶ୍ଚିନ୍ ଆସିବ। ଏଟା ସମଗ୍ର ବିଶ୍ୱରେ ଉପନିବେଶବାଦ ସମାଜର ବିସ୍ତାର, ଔପନିବେଶିକ ଶାସନ ବ୍ୟବସ୍ଥାର ଉଦ୍ଦେଶ୍ୟ, ଉତ୍ତର ଉପନିବେଶବାଦର ସଂଜ୍ଞା, ସ୍ୱରୂପ ଓ ପରିସର, ସମଗ୍ର ବିଶ୍ୱରେ ଉତ୍ତର ଉପନିବେଶବାଦୀ ଚିନ୍ତନ ଜିନିଷ ଗୁଡିକ ଆମେ ଶିଖିପାରିବା। ବିଷୟ ପ୍ରବେଶ ଯିବା। ଶୌର୍ଯ୍ୟ ପ୍ରକାଶ ନିମିତ୍ତ ମାନବ ବିଭିନ୍ନ ସମୟରେ ବିଭିନ୍ନ ଉପାୟ ଅବଲମ୍ବନ କରିଥାଏ। ନିଜର ଶୌର୍ଯ୍ୟ ପ୍ରକାଶ ନିମିତ୍ତ ମାନବ ମାନେ ମନୁଷ୍ୟ ବିଭିନ୍ନ ସମୟରେ ବିଭିନ୍ନ ଉପାୟ ସବୁ ଅବଲମ୍ବନ କରିଥାଏ। କେବେ ଏକୁଟିଆ ତ ଆଉ କେତେବେଳେ ଦଳଗତ ଭାବରେ ସେ ଏହି ଶୌର୍ଯ୍ୟ ପ୍ରକାଶ କରି ଅନ୍ୟ ଜାତି ଅଥବା ଭୂଖଣ୍ଡକୁ ଅବଦମିତ କରିବାକୁ ମଧ୍ୟ ଚେଷ୍ଟା କରିଥାଏ। ଏହି ପ୍ରକ୍ରିୟା ମାନବ ଜାତିର ଇତିହାସ ସହିତ ସମାନ୍ତରାଳ ଭାବରେ ଗତି ମଧ୍ୟ କରିଆସିଛି। ଅନ୍ୟ ଜାତି ବା ଗୋଷ୍ଠୀ ଠାରୁ ନିଜକୁ ଶ୍ରେଷ୍ଠ ତଥା ଶକ୍ତିଶାଳୀ ଭାବରେ ପ୍ରତିଷ୍ଠା ପ୍ରଦାନ ନିମିତ୍ତ ଅନ୍ୟ ଜାତିକୁ ବା ଭୂଖଣ୍ଡକୁ ନିଜ ଅଧୀନରେ ମଧ୍ୟ ରଖାଯାଇଥାଏ। ଗୋଟିଏ ରାଷ୍ଟ୍ର ବା ଜାତି ଅନ୍ୟ ଏକ ରାଷ୍ଟ୍ରକୁ ନିଜର କ୍ଷମତା ବଳୟକୁ ନେଇ ଆସି ତାହାକୁ ଶାସନ କରିବା ପ୍ରକ୍ରିୟାକୁ ଔପନିବେଶିକ ବ୍ୟବସ୍ଥା କୁହାଯାଏ। ଅଣ୍ଡରଲାଇନ୍ କରିବେ। ଗୋଟିଏ ରାଷ୍ଟ୍ର ବା ଜାତି ଅନ୍ୟ ଏକ ରାଷ୍ଟ୍ରକୁ ଯଦି ନିଜର କ୍ଷମତା ବଳୟକୁ ନେଇ ଆସି ତାହାକୁ ଶାସନ କରିବା ପ୍ରକ୍ରିୟାକୁ ଔପନିବେଶିକ ବ୍ୟବସ୍ଥା ବୋଲି କୁହାଯାଏ। ଔପନିବେଶିକ ଶାସନ ବ୍ୟବସ୍ଥା ନିମିତ୍ତ ଯେଉଁ ପ୍ରକ୍ରିୟା ସମାହିତ ହୋଇଥାଏ ତାହାକୁ ଉପନିବେଶବାଦ କୁହାଯାଏ। ଉପନିବେଶବାଦ କାହାକୁ କୁହାଯାଏ? ନା ଔପନିବେଶିକ ଶାସନ ବ୍ୟବସ୍ଥା ନିମିତ୍ତ ଯେଉଁ ପ୍ରକ୍ରିୟା ସମାହିତ ହୋଇଥାଏ ତାହାକୁ ଉପନିବେଶବାଦ କୁହାଯାଏ। ମୁଖ୍ୟତଃ ପୃଥିବୀର ଇତିହାସରେ ଗୋରା ଲୋକମାନେ କଳା ଓ ଲୋହିତ ଲୋକମାନଙ୍କୁ ବହୁ ବର୍ଷ ଧରି ଶାସନ କରିଥିବା ପ୍ରକ୍ରିୟା ହିଁ ଉପନିବେଶବାଦ ମଧ୍ୟ କୁହାଯିବ। ମୁଖ୍ୟତଃ ଏଇଟା ମଧ୍ୟ ଅଣ୍ଡରଲାଇନ୍ କରିବେ। ପୃଥିବୀର ଇତିହାସରେ ଗୋରା ଲୋକମାନେ ଯୋଉ ଇଂରେଜ ଲୋକମାନେ କଳା ଓ ଲୋହିତ ଲୋକମାନଙ୍କୁ 2 ବର୍ଷ ଧରି ଶାସନ କରିଥିବା ପ୍ରକ୍ରିୟା ହିଁ ଉପନିବେଶବାଦ। ପରବର୍ତ୍ତୀ ସମୟରେ ଏହି ଶାସିତ ଗୋଷ୍ଠୀ ସଂଗଠିତ ହୋଇ ଶାସକମାନଙ୍କ ବିରୁଦ୍ଧରେ ସଂଗ୍ରାମ କରି ନିଜର ଭୂଖଣ୍ଡକୁ ସ୍ୱାଧୀନ କରାଇବାରେ ସକ୍ଷମ ହୋଇଛନ୍ତି। ଔପନିବେଶିକ ଶାସନ କ୍ଷମତାକୁ ସ୍ୱାଧୀନତା ପାଇ ନିଜସ୍ୱ କ୍ଷମତାରେ ଶାସନ ବ୍ୟବସ୍ଥା ପ୍ରଚଳିତ ହେବା ପରେ ଯେଉଁ ସାମାଜିକ ଗତିଶୀଳତା ସୃଷ୍ଟି ହୋଇଥାଏ ତାହାକୁ ଉତ୍ତର ଉପନିବେଶବାଦ କୁହାଯାଏ। ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଆସିଲା, ଅଣ୍ଡରଲାଇନ୍ କରିବେ। ଔପନିବେଶିକ ଶାସନ କ୍ଷମତାରୁ ସ୍ୱାଧୀନତା ପାଇ
औपनिवेशिक शासन जो चलता से शासन क्षमतार स्वाधीनता पाइबा परे निजस्व क्षमतार शासन व्यवस्था प्रचलित होगा परे जो सामाजिक गतिशीलता सृष्टि होता है ताहाको उत्तर औपनिवेशवाद कहा जाए। यही पाठरे आमे सेई विषय किछि ज्ञान आहरण करिबा। उपनिवेशवाद कौन आ तार संज्ञा आ तार स्वरूप कौन एबे आलोचना करिबा। इराजी कॉलोनी शब्दर ओडिया प्रतिशब्द भावरे उपनिवेश शब्दटी व्यवहार होइथाए। गोटिए देश जेतेबेले बाहरु आसी बसति स्थापन करे बसति स्थापन करथिबा जाति बा गोष्ठी द्वारा शासित होइथाए तेबे सेही शासित देश को शासन करथिबा जातिर उपनिवेश कहा जायथाए। आ गोटे सता उपनिवेशवादर संज्ञा रे आसिला इराजी कॉलोनी शब्दर ओडिया प्रतिशब्द भावरे उपनिवेश शब्दटी व्यवहृत होइथाए। गोटिए देश जेतेबेले बाहरु आसी बसति स्थापन करथिबा जाति बा गोष्ठी द्वारा शासित होइथाए तेबे सेही शासित देश को शासन करथिबा जातिर उपनिवेश कहा जायथाए। एही शासन व्यवस्था द्वारा सामाजिक अर्थनैतिक राजनीतिक सांस्कृतिक ढांचागत परिवर्तन मध्य होइथाए। एही परिवर्तन अध्ययन को उपनिवेशवाद बा इंग्राजी कॉलोनियलिज्म मध्य कहा जायथाए। कैम्ब्रिज डिक्शनरी रे कॉलोनियलिज्म उपनिवेशवाद शब्दर अर्थ व्याख्या करी लेखाई देखो यार अर्थ होची शासन करथिबा जाति बा राष्ट्रर शासन व्यवस्था को उपनिवेशवाद परिसर को मध्य गणा जायथाए। साम्राज्यवादर परिणति होची उपनिवेशवाद। उपनिवेशवाद द्वारा गोटे राष्ट्रर सार्वभौम क्षमता शासन राष्ट्र अथवा शासक राष्ट्र अथवा जाति निकटरे समर्पित होइथाए। कौन ना उपनिवेशवाद द्वारा गोटे राष्ट्रर सार्वभौम क्षमता जो थाए शासक राष्ट्र अथवा जाति निकटरे ताहा समर्पित थाए। जो माने शासन करती से माने शासक बा मालिक एवं जो माने शासित हुंती से माने सेवक बा चाकर भावरे परिचित होइथांती। शासक जाति सर्वदा निजको श्रेष्ठ और शासित जाति को असभ्य एवं म्लेच्छ भावरे दर्शाई थाए। निजर धर्म संस्कृति भाषा खाद्यपेय जीवन यापन शैली को शासित जनसमूह रे प्रतिष्ठा करिबा पई चेष्टा करिथाए। तापरे शासन क्षमता हासिल परे शासक शासित राष्ट्रर सामाजिक आर्थनैतिक प्रशासनिक वाणिज्यिक न्यायिक धर्मीय शिक्षा स्वास्थ्य गमनागमन आदि समग्र व्यवस्था को निज नियंत्रण को मध्य नहीं जाई शासन व्यवस्थार स्वार्थ साधन निमित्त एही अनुष्ठान गुडिको मध्य व्यवहार करिथाए। शासक माने सर्वदा गोरा होइथिबारु एवं पृथ्वीर शासित माने मुख्यतः कला होइथिबारु उपनिवेशवाद सर्वदा रंग भित्तिक विद्वेषर चर्चा को अग्राधिकार प्रदान करिथाए। समग्र विश्व रे गोरा माने उन्नत सभ्य और संस्कृति संपन्न एवं कला माने अनुन्नत असभ्य और अशिक्षित भावना को प्रतिष्ठा प्रदान करबा थिला उपनिवेशवादी शासक व्यवस्थार अग्राधिकार। वर्ण वैषम्य को आधार करी साम्राज्यवादर प्रसार हेउची उपनिवेशवादी शासन व्यवस्थार प्रमुख आदर्श। एकदा विश्वर शतकड़ा 85 भाग भूखंड को यूरोपीय राष्ट्र समूह शासन करुथिला। एडवर्ड डबसेट को तांकर कल्चर एंड इंपेरियलिज्म ग्रंथ रे याको द राइज ऑफ वेस्ट पाश्चात्यर अभ्युदय नाम रे नामित करिसंती। समग्र विश्व रे एही पाश्चात्य शक्ति किपरि अप्रतिहत होई औपनिवेशिक शासन व्यवस्था प्रसार करथिला ताहार वर्णना करबा जाय मध्ये से लिखिसंती। कोन ना यूरोपीय समुदाय 19 शताब्दीर प्रथम भाग रे समग्र विश्वर शतकड़ा 55% अष्टम दशक बेलू 67% एवं 20 शताब्दीर प्रथम शताब्दी बेलू शतकड़ा 85% अंचल को निज शासन क्षमतार अंतर्गत होइथिला कराइथिले। अर्थात समग्र विश्वर अधिकांश अंचल रे यूरोपीय माने उपनिवेश स्थापन करिबारे समर्थ होई पारिथिले। एणु केवल भारत वर्ष नुहे विश्वर अधिकांश राष्ट्र औपनिवेशिक शासन व्यवस्था मध्य दे गति करुथिबारु परवर्ती समय रे उपनिवेश
उपनिवेशवादी संस्कृति संपर्क में व्यापक चर्चा समग्र विश्व में आरंभ होइअछि। एही चर्चार ही उपनिवेशवाद शब्दटी सृष्टि होइछि। एणु देखिबाकू गले उपनिवेशवाद संपूर्ण भाव समग्र विश्ववासी को प्रभावित करिछि। शासक गोष्ठी एक भूखंड को निजर शासन क्षमतार नियंत्रण को नहीं जिबा परे ସେହି भूखंडर अधिवासी मानक निजर भाषा, साहित्य, संस्कृति, धर्म आदि समस्त अंशीदार करी ସେହି ଜାତିର ଭାଷା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନଷ୍ଟ କରିବା ପାଇଁ ମଧ୍ୟ ସେ ଚେଷ୍ଟା କରିଥାଏ। ଶାସିତ ଅଧିବାସୀଗଣ ସଂଗଠିତ ହୋଇ ନିଜର ଭାଷା, ସଂସ୍କୃତି, ପରମ୍ପରା, ଐତିହ୍ୟ ଆଦି ରକ୍ଷା କରିବା ନିମିତ୍ତ ସଂଗଠିତ ସଂଗ୍ରାମ କରନ୍ତି। ଏହି ସଂଗଠିତ ସଂଗ୍ରାମର କ୍ରିୟା ପ୍ରକ୍ରିୟା ହିଁ ଉପନିବେଶବାଦ ଅଧ୍ୟୟନର ପରିସର। ଶାସନ କ୍ଷମତାରେ ନଥିବାରୁ ଏହି ଆନ୍ଦୋଳନ ବହୁ ପ୍ରତିବନ୍ଧକ ମଧ୍ୟରେ ସଂଗଠିତ ହୋଇଥାଏ। ଏଥି ନିମିତ୍ତ ଶାସିତ ମାନଙ୍କୁ ଅନେକ ଅତ୍ୟାଚାର ସହ୍ୟ କରିବାକୁ ହୋଇଥାଏ। ଶାସକ ଗୋରା ୟୁରୋପୀୟ ସମ୍ପ୍ରଦାୟ ନିଜର ଭାଷା, ନିଜର ସାହିତ୍ୟ, ସଂସ୍କୃତି ଓ ଜ୍ଞାନ ପରମ୍ପରାକୁ ବିଶ୍ୱର ସର୍ବଶ୍ରେଷ୍ଠ ଭାବରେ ପ୍ରତିପାଦିତ କରିବାକୁ ଚାହୁଁଥିବା ସମୟରେ କଣ ୟୁରୋପୀୟ ଜନସମୁଦାୟ ଏହି ଶକ୍ତିଶାଳୀ ଶାସକ ସଂସ୍କୃତିକୁ ପ୍ରତିହତ କରି ନିଜ ଦେଶୀୟ ସଂସ୍କୃତି କୌଣସି ଗୁଣରେ ନ୍ୟୁନ ନୁହେଁ ଏହାକୁ ପ୍ରମାଣିତ କରିବା ପାଇଁ ମଧ୍ୟ ସଂଗ୍ରାମ କରିଥାନ୍ତି। ବିଶିଷ୍ଟ ଉପନିବେଶବାଦୀ ଲେଖକ ଓ କର୍ମୀ ଫ୍ରାନ୍ସ ଫୋନନ ତାଙ୍କର ଏ ଡାଇନିଂ କଲୋନିଜମ ଗ୍ରନ୍ଥରେ ଏହାକୁ ନିଶ୍ୱାସର ସଂଘର୍ଷ ଭାବରେ ଆଖ୍ୟାୟିତ କରିଛନ୍ତି। ତାଙ୍କର ମତରେ ନିଜର ମାତୃଭୂମିର ନିଜେ ପ୍ରବାସୀ ହୋଇ ଏକ ବିଦେଶୀ ଶାସକର ଭାଷା ଓ ସଂସ୍କୃତିକୁ ନିଜର ଭାବରେ ଗ୍ରହଣ କରିନେବା ସମ୍ଭବ ହୋଇନଥାଏ। ବାଧ୍ୟବାଧକତାରେ ଅଥବା ଭୟରେ କୌଣସି ଭାଷା, ସଂସ୍କୃତି ଓ ଧର୍ମକୁ ଗ୍ରହଣ କରିନେବା ସମ୍ଭବ ନୁହେଁ। ଏଣୁ ଦେଶୀୟ ଲୋକମାନେ ଏଥିରୁ ମୁକ୍ତି ପାଇବା ନିମିତ୍ତ ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରିଥାନ୍ତି। ଏହି ସଂଘର୍ଷ ନିଶ୍ୱାସର ସଂଘର୍ଷ। ଭାରତୀୟ ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ମହାତ୍ମା ଗାନ୍ଧୀଙ୍କର ବ୍ରିଟିଶ ଶାସନ କ୍ଷମତା ବିରୁଦ୍ଧରେ ଯେଉଁ ସଂଗ୍ରାମ ଆରମ୍ଭ କରିଥିଲେ ସେଥିରେ ସେ ସ୍ୱଦେଶୀ ନାମକ ଏକ ଶବ୍ଦର ବ୍ୟବହାର କରିଥିଲେ। ସ୍ୱଦେଶୀ ଏକ ସାଧାରଣ ଶବ୍ଦ କେବଳ ନୁହେଁ, ଏହା ଏକ ଆଦର୍ଶ ଓ ବିଶ୍ୱାସ। ଭାରତର ଐତିହ୍ୟ, ପରମ୍ପରା, ସଂସ୍କୃତି, ଭାଷା, ଧର୍ମ ଓ ଜ୍ଞାନ ଚର୍ଚ୍ଚାର ପରମ୍ପରା ବ୍ରିଟିଶ ମାନଙ୍କ ଠାରୁ ଉଚ୍ଚତର। ଏହା ହିଁ ଥିଲା ସ୍ୱଦେଶୀ ମାଧ୍ୟମରେ ବ୍ୟାଖ୍ୟା କରାଯାଇଥାଏ। ଭାରତୀୟ ଉପନିବେଶବାଦ ପରିପ୍ରେକ୍ଷୀରେ ଏହି ସ୍ୱଦେଶୀ ଶବ୍ଦଟି ହିଁ ଭାଷା ପ୍ରୀତି, ଦେଶ ପ୍ରୀତି, ଭାରତୀୟତା ପ୍ରୀତିକୁ ମଧ୍ୟ ବ୍ୟାଖ୍ୟା କରିଥାଏ। ଉପନିବେଶିକ ଶାସନ ବ୍ୟବସ୍ଥାରେ ସନ୍ତୁଳିତ ହେଉଥିବା ଗୋଟିଏ ଦେଶ ଓ ଜାତି ନିଜ ଦେଶୀୟ ଭାଷା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇବା ତଥା ପୁନଃ ପ୍ରତିଷ୍ଠା କରାଇବା ନିମିତ୍ତ ଯେଉଁ ସଂଘର୍ଷ କରିଥାଏ ତାହାର ଚର୍ଚ୍ଚା କରେ ଉପନିବେଶବାଦ। ହେଲା, ଏବେ ଆସିଯିବା ଉପନିବେଶବାଦର ପରିସର କ'ଣ ଅଛି ଦେଖିବା। ଔପନିବେଶିକ ବିମର୍ଶ ପୃଥିବୀକୁ ଦୁଇ ଭାଗରେ ବିଭକ୍ତ କରେ। ଅନୁଲାଇନ କରିବା, ଗୋଟେ ହଉଛି ଶାସକ ଆଉ ଗୋଟେ ହଉଛି ଶାସିତ। ଔପନିବେଶିକ ବିମର୍ଶ ପୃଥିବୀକୁ ଦୁଇ ଭାଗରେ ବିଭକ୍ତ କରେ। କ'ଣ କ'ଣ? ଗୋଟେ ହଉଛି ଶାସକ ଆଉ ଗୋଟେ ହଉଛି ଶାସିତ। ଶାସକ ବୋଲେ ଯିଏ ଶାସନ କରେ, ଯିଏ ଶୋଷଣ ହୁଏ ସେ ହଉଛି ଶାସିତ। ପୂର୍ବ ପାଠରେ ଆମେ ପଢିଥିଲେ, ପୂର୍ବ ପେଜରେ। 1950 ବେଳକୁ ରାଜ୍ୟ ଗୋଷ୍ଠୀ ଶବ୍ଦଟି ଯେଉଁ ଅର୍ଥରେ ବ୍ୟବହୃତ ହେଉଥିଲା ଏବେ ସେ ସ୍ଥାନରେ ଉପନିବେଶ ଶବ୍ଦଟି ବ୍ୟବହୃତ ହେଉଛି, ଯାହା ସମ୍ପୂର୍ଣ୍ଣ ବିପରୀତ ଅର୍ଥବୋଧକ ରାଜ୍ୟ ଗୋଷ୍ଠୀ ଶବ୍ଦଟି ସମ୍ପର୍କର ରୀତିକୁ ମଧ୍ୟ ବୁଝାଇଥାଏ, ଯାହାର ଅର୍ଥ ହେଲା ଶାସକ ଓ ଶାସିତ। 1952ରେ ଫ୍ୟାନନଙ୍କର ଲିଖିତ ବ୍ଲାକ୍ ସ୍କିନ୍ ହ୍ୱାଇଟ୍ ମାର୍କସ୍, 1961ରେ ରଚିତ ଦ ରଚେଟ୍ ଅଫ୍ ଦ ଆର୍ଥ ଏହି ଔପନିବେଶବାଦର ତର୍କ ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ଆଲବର୍ଟ ମେମିଙ୍କର ଦ୍ୱାରା ରଚିତ ଦ କର୍ଣ୍ଣଲାଇଜର ଆଣ୍ଡ ଦ କଲୋନାଇଜର୍ଡ ଏବଂ ଚିନୁଆ ଆଚବେଙ୍କର ରଚିତ ଥିଙ୍ଗସ୍ ଫଲ୍ ଆପାର୍ଟ 1958 ମସିହା ରଚିତ ହୋଇଥିଲା। ଆଦି ରଚନା ଏହି ମତବାଦକୁ ବିଶ୍ୱ ସମୁଦାୟ ପାଖରେ ବଳିଷ୍ଠ ଭାବରେ ଥୋଇ ପାରିଥିଲା। ବିଶ୍ୱର ଅଧିକାଂଶ ଚିନ୍ତକ ଏହାର ଗୁରୁତ୍ୱ ଉପଲବ୍ଧି କରି ଏହି ବିମର୍ଶରେ ଅଂଶଗ୍ରହଣ କରି ନିଜର ମତ ଉପସ୍ଥାପନ କରି ଏହାକୁ ଏକ ବିଶିଷ୍ଟ ମତବାଦରେ ପରିଣତ କରିଛନ୍ତି। ଉତ୍ତର ମାର୍କ୍ସବାଦ ଓ ଉତ୍ତର ବିଘଟନବାଦର ଏହା କ୍ରମବର୍ଦ୍ଧିଷ୍ଣୁ ଦର୍ଶନ ଭାବରେ ମଧ୍ୟ ଗ୍ରହଣ କରାଯାଇଛି। ସାଇଦ୍, ଭାବା ଓ ଗାୟତ୍ରୀ ସ୍କିଭାଙ୍କ
आलोचना भारतीय साहित्य संस्कृति को अधिक प्रासंगिक मध्य करी थोइछि। एमाने समस्त उपनिवेशवाद चर्चा को उत्तर आधुनिक दर्शन सहित जोड़ी यार नूतन सामाजिक अनुसंग गुड़िको यह सहित जोड़िछन्ति यथा सब अटन स्टडीज और फेमिनिस्ट स्टडीज। यह चर्चार नवीनतम दिगटी है संप्रति समग्र विश्व समाज संस्कृति धर्म और आर्थिक अनुष्ठान दुईटी भाग विभक्त। गोटे है यूरोपीय शासक गोष्ठी और अन्यटी हूँ शासित गोष्ठी। वास्तव में विश्व इतिहास को अनुधान कले जना जाए जे 1800 मसीहा बेलू यूरोपीय राष्ट्र समूह समग्र विश्वर शतकड़ा 35 भाग और 1878 मसीहा बेलू शतकड़ा 67 भाग एवं 1914 मसीहा बेलू शतकड़ा 85 भाग भूखंड निज शासन को नहीं जाइथिले। एही औपनिवेशिक शासन मुक्ति युद्ध 1776 मसीह प्रथम ब्रिटिश उपनिवेशरू 13टी उत्तर अमेरिका देश मुक्ति लाभ करी एही मुक्ति संग्राम आरंभ करथिले। आज समग्र विश्वर अर्थनीति और राजनीति वाणिज्य विज्ञान कारीगरी कौशल समर और शांति को जो युक्त राष्ट्र अमेरिका नामक देश नियंत्रण करुचे से देशटी प्रथम यूरोपीय उपनिवेश साम्राज्यवाद 1783 संपूर्ण मुक्ति लाभ करथिला। 1776 मसीह आरंभ होइतिबा एही उपनिवेश विरोधी मुक्ति युद्ध प्रथम द्वितीय विश्व युद्ध समय अधिक प्रभावशाली होइतिला। एही समय एशिया और आफ्रिक राष्ट्र समूह स्वाधीनता पाई समग्र विश्व तृतीय विश्वर परिचय केवल सृष्टि करनथिले। जातिसंघ रे एक प्रमुख शक्ति भाव में उभा होई तृतीय विश्व राष्ट्र समूहर स्वार्थ रक्षा निमित्त कार्य करिबा पय आरंभ मध्य कर दैथिले। ଏହା ପରଠାରୁ ସମଗ୍ର ଔପନିବେଶିକ ରାଷ୍ଟ୍ର ସମୂହ ନିଜର ସ୍ୱତନ୍ତ୍ର ପରିଚୟ ନିମିତ୍ତ ଯେଉଁ ଉଦ୍ୟମ ଆରମ୍ଭ କଲେ ତାହା ହିଁ ହେଉଛି ଔପନିବେଶବାଦର ମୌଳିକ ତତ୍ତ୍ୱ। ବୁଝିପାରିଲେ? ଔପନିବେଶବାଦ ସମଗ୍ର ପୃଥିବୀର ସମାଜ ବ୍ୟବସ୍ଥା ସମ୍ପର୍କରେ ଏକକ ଅନୁଶୀଳନ, କାରଣ ଏହାର ସର୍ବଦା ଦୁଇଟି ପକ୍ଷ ରହିଛି, ଯଥା ଗୋଟେ ହେଉଛି ଶାସିତ ଆଉ ଗୋଟେ ହେଉଛି ଶାସକ। ଏଣୁ प्रत्येक औपनिवेशिक राष्ट्र सामाजिक समस्या भिन्न भिन्न होइथिबारु राष्ट्र अनुसार यार व्याख्यान भिन्न भिन्न होइथाय। भारतीय समाज रे ही औपनिवेशिक विमर्श ग्रंथ बहुप्रस्थीय भारतर जाति धर्म भाषा और आर्थिक श्रेणी रहिथिबा विविधता एही ग्रंथ को अधिक जटिल करिछि। भारत रे बास करथिबा बहु ऐतिह्य संपन्न जाति ब्रिटिश साम्राज्यवादर शिकार होई किपरि निजर संस्कृति और विचारबोध को ग्रहण कर नेबार प्रणाली ही औपनिवेशवादी चिंतनर आलोच्य प्रसंग। ब्रिटिश औपनिवेशवादी साम्राज्यवाद काय विस्तार प्रथम सूत्रटी है देशीय लोक मानकर पाखरे ब्रिटिश संस्कृतिर श्रेष्ठत्व प्रतिपादन करी देशीय संस्कृति को न्यून भाव में उपस्थापन करवा। यह द्वारा गोटे भूखंडर ऐतिह्य और विचारबोध भूषित पड़ला। यूरोपीय दृष्टिभंगी प्राच्य मूल्यबोधर मूल्यांकन होई यार प्रासंगिकता को उपेक्षा करागला। न्यून भाव में देशीय बुद्धिजीवी को आक्रांत करी प्रथमे सेमानकु ब्रिटिश संस्कृति पक्षभुक्त मध्य करा जायथिला। जेहेतु सेमाने थिले भारतीय समाजर विवेक और सेमाने ब्रिटिश पक्षभुक्त हेबा द्वारा भारतीयता ब्रिटिश पक्षभुक्त होइगला। यह ही थिला ब्रिटिश साम्राज्यवादर बड़ विजय। मुनि ऋषिंकर देश होइगला गोलामर देश। यही प्रक्रिया रे अनुशीलन ही उपनिवेशवादर परिसर अटे। हला यदि परीक्षा रे प्रश्न आसीबो उपनिवेशवादर परिसर यदि 10 मार्क प्रश्न आसे किमा लॉन्ग क्वेश्चन दीर्घ अर्थमूलक प्रश्न आसे ताले एतिकी आमे लिखि परिबा। तापर आसीबा ओडिया साहित्य रे औपनिवेशिक चिंताधारार प्रतिफलन फकीरमोहनकर गल्प और साहित्य। ब्रिटिश औपनिवेशिक शासन समय भारतीय औपनिवेशिक साहित्यर जो अभ्युदय घटी से फकीरमोहनकर साहित्यर गुरुत्वपूर्ण भूमिका रही। उभय कथा साहित्य और पद्य साहित्यर आलोचक गण ग्रहण कर 6 माण 8 गुंठ जो उपन्यास इंराजी अनुवाद आलोचना पूर्वक यार रचनाशैली को व्यूज फ्रॉम बिलो अर्थात तलु देखिथिबा दृश्य भाव में ग्रहण कर पल सार व्यूज फ्रॉम एबव एंड बिलो जॉर्ज एलियट एंड
ଫକୀରମୋହନ ସେନାପତି ପ୍ରବନ୍ଧରେ ଏକଥା ଲେଖିଛନ୍ତି। ବାସ୍ତବରେ ଫକୀରମୋହନ ଲେଖନୀୟ ଦୃଷ୍ଟିକୋଣ ହିଁ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ହୋଇଛି। ପ୍ରଫେସର ଦାଶରଥୀ ଦାସ ଫକୀରମୋହନଙ୍କର ଔପନିବେଶିକ ସାହିତ୍ୟ ପେଜ ନମ୍ବର 36 ରୂପାୟନର ଦୃଷ୍ଟିକୋଣକୁ ଏକ ଭିନ୍ନ ଦୃଷ୍ଟିରୁ ଆଲୋଚନା କରିଛନ୍ତି। ସେ ଲେଖୁଛନ୍ତି କଣ ଏ ଫର୍ମ ବିଲର ତାତ୍ପର୍ଯ୍ୟ, ଏଇଟା କଣ ସାରସ୍ୱତ ବ୍ଲଫ୍, ସହସା ଦୃଷ୍ଟି ଆକର୍ଷଣ କରିବାକୁ ଅଭିପ୍ରେତ। ଫକୀରମୋହନ ବ୍ୟକ୍ତିଗତ ଜୀବନରେ ସାମନ୍ତବାଦୀ ଗୋଷ୍ଠୀର ବିରୋଧୀ ନଥିଲେ କି ପ୍ରଚଳିତ ଅର୍ଥନୀତି ବ୍ୟବସ୍ଥାର ପରିପନ୍ଥୀ ମଧ୍ୟ ନଥିଲେ। ସାଧାରଣ ଲୋକଙ୍କର ଜୀବନଧାରା ପ୍ରତି ତାଙ୍କର ଶ୍ରଦ୍ଧା ନଥିଲା ନୁହେଁ, ଥିଲା, କିନ୍ତୁ ନିଜର ସୁଖ, ସୁବିଧା, ନିରାପତ୍ତା ଓ ଜୀବନକୁ ସର୍ବସାଧାରଣଙ୍କର ମଙ୍ଗଳ ନିମନ୍ତେ ଉତ୍ସର୍ଗ କରିଦେବାର କୌଣସି ଉତ୍ସାହ କି ଆଗ୍ରହ ଥିଲା ବୋଲି ମନେ ହୁଏ ନାହିଁ। ବରଂ ଶାସନ ନାମରେ ନିମ୍ନ ବର୍ଗର ଲୋକଙ୍କ ପ୍ରତି ସେ ନିଷ୍ଠୁରତା ପ୍ରଦର୍ଶନ କରିଛନ୍ତି, ବିପ୍ଳବୀ ଧରଣୀଧରକୁ ଠକିଛନ୍ତି। ତେଣୁ ଜୀବନ ଓ ଜଗତକୁ ତଳୁ ଦେଖିଛନ୍ତି ବୋଲି କହିବା କଷ୍ଟକର। ଏହି ବିତର୍କ ଫକୀରମୋହନଙ୍କର କଥା ପାଠକୁ ଦୁଇ ଦୃଷ୍ଟିକୋଣରୁ ଆଲୋଚନା କରିବାର ସୁଯୋଗ ସୃଷ୍ଟି କରାଇଥାଏ। ଗୋଟିଏ ୟୁରୋପୀୟ ଓ ଅନ୍ୟଟି ହେଉଛି ଭାରତୀୟ। ଗୋଟିଏ ଶାସକୀୟ ଦୃଷ୍ଟିକୋଣ ଓ ଅନ୍ୟଟି ହେଉଛି ଶାସିତ ଦୃଷ୍ଟିକୋଣ। ତେବେ ଫକୀରମୋହନଙ୍କର କଥା ଦୃଷ୍ଟି ପକ୍ଷଭୁକ୍ତ ନା ନିରପେକ୍ଷ, ତାଙ୍କର ଦୃଷ୍ଟିକୋଣ ସମ୍ପର୍କରେ ଜାଣିବାକୁ ହେଲେ ତାଙ୍କର ସାମଗ୍ରିକ କୃତିକୁ ବିଚାରକୁ ନିଆଯିବା ଉଚିତ। କେବଳ ଗୋଟିଏ ଉପନ୍ୟାସର ଆଧାରରେ ତାଙ୍କର ବିଶ୍ୱ ଦୃଷ୍ଟି ଆକଳନ ହେଉଛି ଭ୍ରମାତ୍ମକ। ଏଠାରେ କେବଳ କ୍ଷୁଦ୍ର ଗଳ୍ପରେ ତାଙ୍କର ଔପନିବେଶିକ ଦୃଷ୍ଟିଭଙ୍ଗୀ ଓ ରୂପାୟନ ଶୈଳୀରେ ତର୍ଜମା ମଧ୍ୟ କରାଯାଉଛି। କ୍ଷୁଦ୍ର ଗଳ୍ପରେ ତାଙ୍କର ଔପନିବେଶିକ ଚିନ୍ତନ ନିମ୍ନ ପ୍ରକାର ରହିଛି। କଣ କଣ ସେଗୁଡ଼ିକ? ନା ଇଂରାଜୀ ଭାଷା ଶିକ୍ଷାର ପ୍ରସାର ଭାରତ ତଥା ଓଡ଼ିଶାର ସାମାଜିକ ଅନୁଷ୍ଠାନ ଗୁଡ଼ିକୁ ୟୁରୋପୀୟ ସମାଜ ଅନୁରୂପକ ହେବାରେ ସାହାଯ୍ୟ କରିଛି। ଔପନିବେଶିକ ଶାସନ ବ୍ୟବସ୍ଥା ନାରୀ ଶିକ୍ଷାର ପ୍ରସାର କରି ସାମାଜିକ ସ୍ଥାଣୁତାକୁ ଭାଙ୍ଗି ସାମାଜିକ ପରିଚାଳନା ମଧ୍ୟ ଗତିମୁଖର କରିଛି। ଇଂରାଜୀ ବାବୁପୁଣିଆ ସୃଷ୍ଟି ଦ୍ୱାରା ସାମାଜିକ ସଙ୍କଟ ମଧ୍ୟ ସୃଷ୍ଟି ହୋଇଛି। ସମାଜ ବ୍ୟବସ୍ଥା ନାରୀ ପକ୍ଷ ହୋଇଛି ଏବଂ ଏହା ନାରୀ ବିମର୍ଶ ସୃଷ୍ଟି ମଧ୍ୟ କରିଛି। ସାମାନ୍ୟ ତୁଷ୍ଟି କାରଣ ପ୍ରଭୁତ୍ୱ କ୍ଷମତା ପ୍ରଦାନ କରି ସାମାଜିକ ସମୀକରଣ ଭଙ୍ଗ ମଧ୍ୟ କରିଛି। ତାପରେ ଏହି ସମସ୍ତ ସାମାଜିକ ଅନୁଷଙ୍ଗ ଗୁଡ଼ିକ ଓଡ଼ିଶାର ନବଜାଗରଣ ଏବଂ ଆଧୁନିକତାକୁ ତ୍ୱରାନ୍ୱିତ ମଧ୍ୟ କରିଛି ଓ ଔପନିବେଶିକ ଶାସନ ବ୍ୟବସ୍ଥାର ଜନ୍ମ ଦେଇଛି। ଏ ସମସ୍ତ ଗଳ୍ପ ପାଠକୁ ଅଧ୍ୟୟନ କଲେ ଜଣାଯାଏ ଯେ ଫକୀରମୋହନ ସଚେତନ ଭାବରେ ଔପନିବେଶିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଲେଖିଛନ୍ତି। ସେ ନିଜକୁ ଏଥିରେ ପକ୍ଷଭୁକ୍ତ କରିଛନ୍ତି। ଗଳ୍ପର କାହାଣୀ ବଳୟକୁ ବାହାରି ଆସି ଲେଖକ ସ୍ଥିତି ଜାହିର କରି ନିଜସ୍ୱ ଭୂମିକା ସ୍ପଷ୍ଟ କରିଛନ୍ତି। ଗୋଟିଏ ସମୟ ଖଣ୍ଡକୁ ଅତି ବାସ୍ତବ ଭାବରେ ନିଜର ସାହିତ୍ୟରେ ବିଚିତ୍ର କରିବାକୁ ଚେଷ୍ଟିତ ଥିବାରୁ ଫକୀରମୋହନଙ୍କର ରଚନା ଗୁଡ଼ିକ ଆଜି ଉପନିବେଶ ବାଦୋତ୍ତର ସମାଲୋଚନା ସାହିତ୍ୟ ନିମିତ୍ତ ଅମୂଲ୍ୟ ସମ୍ପଦ ଭାବରେ ପ୍ରଭାବିତ ହୋଇଛି। ତାଙ୍କର ଗଳ୍ପ ଗୁଡ଼ିକ ମଧ୍ୟରେ ସଭ୍ୟ ଜମିଦାର ଗଳ୍ପରେ ଏହି ଉପନିବେଶବାଦର ବିଶଦ ଚିତ୍ର ଉପଲବ୍ଧ ହୋଇଥାଏ। ଊନବିଂଶ ଶତକର ଓଡ଼ିଶାରେ ଆର୍ଥିକ, ବାଣିଜ୍ୟିକ, ଶିକ୍ଷା ଓ ସାମାଜିକ ଓ ସାଂସ୍କୃତିକ ବ୍ୟବସ୍ଥାର ବାସ୍ତବ ଚିତ୍ର ଏହି ଗଳ୍ପଟିରେ ମଧ୍ୟ ଦେଖିବାକୁ ମିଳେ। କଲିକତା ସହର ସହିତ ଓଡ଼ିଶାରେ ବାଣିଜ୍ୟିକ ସମ୍ପର୍କ ସୂତ୍ରରେ ସାଂସ୍କୃତିକ ଭାବ ବିନିମୟ ଏବଂ ଏହାର ସାମାଜିକ ପ୍ରଭାବ ଏହି ଗଳ୍ପରେ କେନ୍ଦ୍ରଭୂମି। ଗଳ୍ପର ପ୍ରାରମ୍ଭରେ ହିଁ ଫକୀରମୋହନ ସେ ସମୟର ବାଣିଜ୍ୟର ଚିତ୍ର ପ୍ରଦାନ କରିବାକୁ ଯାଇ ଲେଖିଛନ୍ତି ବାବୁ ବଳରାମ ବଳ କଲିକତା ବଡ଼ ବଜାରରେ ଜଣେ ଗଦିଆନ ମହାଜନ, ଉତ୍କଳର ସମସ୍ତ ବେପାରୀଙ୍କର ଦଣ୍ଡିଦାର। ସମସ୍ତ ମାଲ ଆମଦାନୀ ରପ୍ତାନୀ ତାଙ୍କର ହାତ ବାଟେ ହେଉଥିଲା। ଲକ୍ଷ ଲକ୍ଷ ଟଙ୍କାର କାରବାର। 13 ବର୍ଷ ତଳର କଥା। ରେଳ ନାମିତ କେହି ଶୁଣି ନଥିଲେ। ଷ୍ଟିମର ମଧ୍ୟ ଚଳୁନଥିଲା। ବାଲେଶ୍ୱର ଜାହାଜରେ ମାଲ ଆମଦାନୀ ରପ୍ତାନୀ ହୁଏ। କଲିକତା ଆମଦାନୀ ମାଲ ମଧ୍ୟରେ ଧୂଆଁପତ୍ର ପ୍ରଧାନ। କଲିକତାରୁ ମାଲ ଆସି ବାଲେଶ୍ୱର ବନ୍ଦରରେ ଜାହାଜରୁ ଘାଟ ଭିଡ଼େ। ସେ ସ୍ଥାନରେ ଶଗଡ଼ରେ ସମସ୍ତ ଉତ୍କଳକୁ ଚାଲାଣ ହୁଏ। ଏହି ବର୍ଣ୍ଣନା ଜାଣି ହୁଏ ସେ ସମୟରେ ବାଣିଜ୍ୟ ବ୍ୟବସ୍ଥାରେ ବାଲେଶ୍ୱର ସହର ଏବଂ ତାହାର ଜଳପଥ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲା।
ଏହି ପଥରେ ଦେଶୀୟ ସଂସ୍କୃତି ବିଦେଶୀ ସାଂସ୍କୃତିକ ପରିମଣ୍ଡଳରେ ପରିଚିତ ହୋଇ ପୁନର୍ବାର ଦେଶୀୟ ସଂସ୍କୃତିକୁ ଫେରି ଆସୁଥିଲା। ଏଣୁ ମହାଜନ ବଳ କେବଳ ବାଣିଜ୍ୟର ସାମ୍ରାଜ୍ୟ କଲିକତାରେ ବିସ୍ତାର କରିନଥିଲେ, ନିଜର ଗ୍ରାମ ଯାଜପୁର ଅଞ୍ଚଳରେ ମଧ୍ୟ ନିଜର ଜମିଦାରୀ ଓ କଲିକତି ସଂସ୍କୃତିର ପ୍ରତିଷ୍ଠା ମଧ୍ୟ କରିପାରିଥିଲେ। ବଳ ବାବୁଙ୍କର ଏହି ସାମ୍ରାଜ୍ୟ ବିସ୍ତାରରେ ଗୋମାସ୍ତା ଗୋପାଳର ସହାୟତା ଅଧିକ ଥିଲା। ପାଠ ବିବର୍ଜିତ ଗୋପାଳ କିନ୍ତୁ ନିଜର ପୁଅକୁ ଇଂରାଜୀ ପାଠ ପଢ଼ାଇବା ନିମିତ୍ତ କଲିକତା ନେଇଯାଇଛି। ଏହି ପ୍ରସଙ୍ଗରେ ଫକୀରମୋହନ ଲେଖିଛନ୍ତି, କଲିକତା ବଳବାବୁ ମହାଜନ ଗଦି ସାଙ୍ଗରେ ବଡ଼ ବଡ଼ ଇଂରେଜ ସୌଦାଗର ହାଉସ ମାନଙ୍କର କାରବାର। ମହାପାତ୍ର ବାବୁ କୋଠିର ବଡ଼ ବଡ଼ ସାହେବଙ୍କ ପାଖକୁ ଗଲେ ଗୋଟିଏ ଦୋଭାଷୀ ଜରିଆରେ କଥା ଚଳେ। ବାବୁ ଇଂରାଜୀ ଜାଣନ୍ତି ନାହିଁ, ସାହେବ ବି ଓଡ଼ିଆ ବୁଝେ ନାହିଁ। ବାବୁ ଢେର ଥର ବିଡ଼ିଲେଣି, ମଝିରେ ଦୋଭାଷୀ ଖାବଳେ ମାରିନିଏ। ରାଜୀବ ଯେବେ ଇଂରାଜୀ ପାଠ ପଢ଼ି କାମରେ ଲାଗିବ, କେହି ଠକାଇ ପାରିବେ ନାହିଁ। ଗଦିରେ ସରକାର କୋଲକାତା ଏଣ୍ଡୁ ଏକାଡେମୀରେ ରାଜୀବ ବାବୁଙ୍କର ନାମ ଲେଖାଇ ଦେଇ ଆସିଲା। ବାସ୍ତବରେ ଇଂରାଜୀ ବିଦ୍ୟା ଶିକ୍ଷାର ଆଗ୍ରହ ଦ୍ୱାରା ଏକ ଉପନିବେଶବାଦୀ ସାଧାରଣ ଜନତାର ସ୍ୱପ୍ନ ଏବଂ ବାସ୍ତବତା ପ୍ରସଙ୍ଗକୁ ଉପସ୍ଥାପିତ କରାଯାଇଥିବା ସମୟରେ ସେହି ସାଧାରଣ ନିରକ୍ଷକ ସଂସ୍କାର ବିହୀନ ପରିବାରରୁ ଇଂରାଜୀ ଶିକ୍ଷା ଆଡ଼କୁ ପ୍ରଭାବିତ ହୋଇ ମଧ୍ୟ କିପରି ବ୍ୟକ୍ତି ପାରିବାରିକ ଓ ସାମାଜିକ ଜୀବନ ବିପନ୍ନ ହୋଇଛି, ତାହା ଉଭୟ ରାଜୀବ ଲୋଚନ ଏବଂ ନୟନତାରା ଦୁଃଖବାସରା ଚରିତ୍ର ମଧ୍ୟରେ ମଧ୍ୟ ପ୍ରକାଶିତ ହୋଇଛି। ଫକୀରମୋହନ ତଥା ସମସାମୟିକ ସାହିତ୍ୟରେ ଇଂରାଜୀ ଶିକ୍ଷାର କୁପ୍ରଭାବ ଓଡ଼ିଶା ସାମାଜିକ ଜୀବନକୁ କିପରି ବିପନ୍ନ ଓ ରୁଗ୍ଣ କରିବାର ସହାୟକ ହୋଇଛି, ଏହାର ଅବାରିତ ବର୍ଣ୍ଣନା ମଧ୍ୟ ହୋଇଛି। ଏଠାରେ ଇଂରାଜୀ ଶିକ୍ଷା ମାଧ୍ୟମରେ ଜ୍ଞାନ ଅର୍ଜନ ଅଥବା ଚରିତ୍ର ନିର୍ମାଣ ପ୍ରସଙ୍ଗ ଉତ୍ଥାପିତ ନ ହୋଇ ଇଂରାଜୀ ଶିକ୍ଷା ଆଳରେ ମଦ୍ୟପାନ, ସଭା ସମିତି ଗଠନ, ସମାଜ ସଂସ୍କାର ଆଳରେ ବ୍ୟକ୍ତି ପ୍ରତିଷ୍ଠା ଆଦି ଅପସଂସ୍କୃତିର ପ୍ରସାର ପ୍ରସଙ୍ଗ ଉତ୍ଥାପନ କରାଯାଇଛି, ଯାହା ଉପନିବେଶବାଦର ପ୍ରାଥମିକ ପର୍ଯ୍ୟାୟର ଗୁରୁତ୍ୱପୂର୍ଣ୍ଣ ସାମାଜିକ ଲକ୍ଷଣ। ଏହି ପ୍ରସଙ୍ଗ ଉତ୍ଥାପନ କରୁଥିବା ସମୟରେ ଫକୀରମୋହନ ଅତି ସଚେତନ ଭାବରେ ଡାକମନିଷ ଗଳ୍ପଟି ଲେଖିଛନ୍ତି। ଗଳ୍ପ ଲେଖକମାନଙ୍କୁ ସମସ୍ତ ବିଷୟ ସନ୍ଧାନ କରି ନିରୋଳା ସତ୍ୟ କଥା ଗୁଡ଼ିକ ଲେଖିବାକୁ ହୁଏ। ଏହି ବକ୍ତବ୍ୟ ମଧ୍ୟରେ ଫକୀରମୋହନ ନିଜର ଲେଖନୀୟ ସତ୍ତା ଓ ଗଳ୍ପ ସ୍ୱଭାବରେ ରହିଥିବା ସମ୍ଭାବ୍ୟ ସତ୍ୟ ସମ୍ପର୍କକୁ ପାଠକକୁ ସଚେତନ କରାଇବାକୁ କେବଳ ଚାହିଁନାହାନ୍ତି, ଏହି ସ୍ୱୀକାରୋକ୍ତି ମଧ୍ୟରେ ରହିଛି ଉପନିବେଶବାଦ ଦ୍ୱାରା ନିପୀଡ଼ନ ଭୋଗ କରୁଥିବା ଜଣେ ସଚେତନ ସଚେତନ ବୁଦ୍ଧିଜୀବୀ, ଯାହାକୁ ଗାୟତ୍ରୀ ଚକ୍ରବର୍ତ୍ତୀ ସ୍ପିଭାକ ତାଙ୍କର ପ୍ରବନ୍ଧରେ ଲେଖିଛନ୍ତି। ଯେତେବେଳେ ଫକୀରମୋହନ ଏହି ସତ୍ୟତାର ଅନୁସନ୍ଧାନରେ ନିଜର ସୃଷ୍ଟି କର୍ମକୁ ବ୍ୟାପ୍ତ କରିଛନ୍ତି, ସେହି ସମୟରେ ସେ ମଧ୍ୟ ଲିଙ୍ଗ ଭେଦ ଭାବନା ଠାରୁ ନିଜକୁ ଦୂରରେ ରଖି ଓଡ଼ିଆ ନାରୀ ଜଗତରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ତାହାର ମଧ୍ୟ ରୂପାୟନ କରିବାକୁ ଭୁଲି ନାହାନ୍ତି। ଇଂରେଜୀ ସଂସ୍କୃତି ପ୍ରଭାବିତ ପ୍ରଗତିଶାଳୀ ଉପନିବେଶବାଦୀ ନାରୀ ଚରିତ୍ରର ବର୍ଣ୍ଣନା କରିବାକୁ ଯାଇ ନୟନତାରା ଦୁଃଖପାସର ସମ୍ପର୍କରେ ଲେଖିଛନ୍ତି, ଜମିଦାର ବାବୁ ବିମୋହିତ ହୋଇଗଲେଣି। ମନେ କଲେ ସ୍ୱର୍ଗରୁ ଦେବକନ୍ୟାଟି ଓହ୍ଲାଇ ଆସିଛି। ଦିନ ରାତି ଗିଲାସ ହାତରୁ ଛାଡ଼ ନାହିଁ। 4 ଦିନ ହେଲା ବର କନ୍ୟା ମଧ୍ୟରେ ପୂର୍ବାଳାପ ଅର୍ଥାତ୍ କୋର୍ଟସିପ୍ ଚାଲିଛି। ଅଥବା ମିସେସ୍ ମହାପାତ୍ର ପ୍ରାତଃ କାଳରେ ଖାଇଲା ବାଦ ପୋଷାକ ପିନ୍ଧି ଉଆସ ରିମିଠି ବଗିଚା ଆଉ ଆଗ ଦାଣ୍ଡରେ ପ୍ରାତଃ ଭ୍ରମଣ କରି ଆସନ୍ତି। ଦିନେ ବବୁର୍ଚ୍ଚି ଖାନା ତଦାରଖ କରିବାକୁ ଚାଲିଗଲେ। ସେତେବେଳେ ପୋଇଲି ପଦୀ ହାଣ୍ଡିଏ ଗୋବର ପାଣି ଧରି କନା ଖଣ୍ଡିକରେ ଚୁଲି ଲିପୁଥିଲା। ଜୋତାର ଠକ୍ ଠକ୍ ଶବ୍ଦ ଶୁଣି ଯେମିତି ମୁହଁ ବଙ୍କାଇ ପଛକୁ ଚାହିଁ ଦେଇଛି, ଭାରି ପାଟିଟାଏ କଲା। ଆଲୋ ମୋ ମାଲୋ, ଆଲୋ ମୋ ବାପାଲୋ, ଜୋତା ମାଡ଼ି ହାଣ୍ଡିଶାଳରେ ପଶିଲା ଲୋ, ହାଣ୍ଡିଶାଳ ମାରୁଗଲା ଲୋ। କନା ଖଣ୍ଡ ଫୋପାଡ଼ି ଦେଇ ଏକମୁହାଁ ହୋଇ ଧାଇଁଛି ଯେ ଚୁଲିରେ ଲିପୁଥିଲା। ଆଉ ଉଆସରେ ତାକୁ କେହି କେବେ ଦେଖି ନାହିଁ। ଏଣେ ମିସେସ୍ ମହାପାତ୍ର ୱା 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 କହି ଅନ୍ୟ ଆଡ଼କୁ ମଧ୍ୟ ଧାଇଛନ୍ତି। ମୁହଁରେ ରୁମାଲ ଜାକି ନଥିଲେ, କେଜାଣି ବାନ୍ତି କରି ପକାଇଥାନ୍ତେ। ଏକାବେଳକେ ସିସିଏ ଲେଭେଣ୍ଡର ଦେହଯାକ ଢାଳି ହେବାରୁ ଟିକିଏ ସାଷ୍ଟାମ ହେଲେ। ଗୋରୁ ଗୃହ ବବୁର୍ଚ୍ଚିଖାନାରେ ଢଳା ହୋଇଛି। ଜମିଦାର ଶୁଣି ଭାରି ଖପା ରାଗି ଯାଇଛନ୍ତି। ମୂର୍ଖତା, ଅସଭ୍ୟତା, କୁସଂସ୍କାର, ବାନ୍ତି କରି ପକାଇବେ।
4 ବୋତଲ ଫିନାଇଲ ଘର ସାରା ଢଳାଗଲା। ଏହି ବର୍ଣ୍ଣନାରେ ଶ୍ଲେଷାତ୍ମକ ଭଙ୍ଗୀରେ ଫକୀରମୋହନ ଅନେକ ମନ୍ତବ୍ୟ ପ୍ରଦାନ କରିଛନ୍ତି। ପ୍ରଥମତଃ ଗୋବରକୁ ଗୋରୁ ଗୃହ କହିବା ମୂର୍ଖତା, ଅସଭ୍ୟତା, କୁସଂସ୍କାର ଆଦି ଶବ୍ଦ ମାଧ୍ୟମରେ ଭାରତୀୟ ସଂସ୍କୃତିକୁ ଆଗ୍ରହ କରିଦେବାର ପରିବେଶ ସେ ନିର୍ମାଣ କରିଛନ୍ତି। ମିସେସ୍ ମହାପାତ୍ରକୁ ଉପନିବେଶବାଦୀ ମହିଳା ଭାବରେ ପ୍ରତିଭାତ କରାଇ ପୋଇଲି ପଦକୁ ଭାରତୀୟ ସଂସ୍କୃତିର ପରିଚାୟକ ଭାବରେ ଉପସ୍ଥାପିତ କରି ଆଉ ଉଆସରେ ତାକୁ କେହି କେବେ ଦେଖି ନାହିଁ ବକ୍ତବ୍ୟ ମଧ୍ୟରେ ଭାରତୀୟ ସଂସ୍କୃତି ଉପରେ ବ୍ରିଟିଶ ସଂସ୍କୃତିର ପରାକ୍ରମର କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ଫକୀରମୋହନ ଏହି ଦୃଶ୍ୟ ସବୁ ବର୍ଣ୍ଣନା କଲା ବେଳେ ଯଥେଷ୍ଟ ଭାବରେ ସାମାଜିକ ବିବର୍ତ୍ତନ ଜଟିଳ ପ୍ରକ୍ରିୟାକୁ ଅନୁଭବ କରିଥିଲେ, ଯାହାକୁ ସେଠାରେ ଲେଖିଛନ୍ତି। ଦେଖନ୍ତୁ ଏଠି ହେଲା, ଡାକମନିଷ ଗଳ୍ପରେ ଫକୀରମୋହନ ସେ ସମୟରେ ଭାରତୀୟ ସମାଜ ଓ ଆର୍ଥିକ ବ୍ୟବସ୍ଥାର ବିନ୍ୟାସ କ୍ରମକୁ ରୂପାୟନ କରିବା ସହିତ ବ୍ରିଟିଶ ସାମ୍ରାଜ୍ୟବାଦର ପ୍ରତିକ୍ରିୟାକୁ ପ୍ରତିହତ ହୋଇଥିବାର ଚିତ୍ର କେଉଁଠାରେ ମଧ୍ୟ ପ୍ରଦାନ କରିନାହାନ୍ତି କିମ୍ବା ଭାରତୀୟ ସମାଜ ବ୍ୟବସ୍ଥାକୁ ଏକ ବୃହତ ଓ ଅବିଚଳିତ ଆର୍ଥିକ ଢାଞ୍ଚା ଭାବରେ ଉପସ୍ଥାପିତ କରିନାହାନ୍ତି। ତେବେ ଡାକମନିଷ ଗଳ୍ପଟି ଉପନିବେଶବାଦ ଏବଂ ଉପନିବେଶବାଦର ବିଚାରଧାରାରେ ଏଇଥିପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଯେ ଏହି ଗଳ୍ପର ପରିଣତିରେ ଭାରତୀୟ ସମାଜର ମୌଳିକ ଚରିତ୍ରଟି ମହାଜନ ବଳବାବୁଙ୍କର କୌଣସି କ୍ଷତି ଅଥବା ପରିବର୍ତ୍ତନର ବ୍ରିଟିଶ ସାମ୍ରାଜ୍ୟବାଦ ଦ୍ୱାରା ହୋଇନାହିଁ। ଅର୍ବାଚୀନ ଯୁବକ ଯୁବତୀ ଇଂରାଜୀ ସଂସ୍କୃତିର ଅନୁକରଣ ଦ୍ୱାରା ଭାରତୀୟ ସମାଜ ବ୍ୟବସ୍ଥାର ବାହ୍ୟ ଆବରଣରେ ଯାହା ଆଘାତ ଲାଗିଛି, ମାତ୍ର ଅନ୍ୟ ସାହିତ୍ୟ କୃତି ମଧ୍ୟରେ ଜଣେ ବୁଦ୍ଧିଜୀବୀ ସର୍ଜନଶୀଳ ଲେଖକ ଭାବରେ ବ୍ରିଟିଶ ତଥା ଭାରତୀୟ ସମାଜ ବ୍ୟବସ୍ଥା କିପରି ଧ୍ୱଂସ କରିବାକୁ ଯାଉଛି ତାହା ଏକ ମାରାତ୍ମକ ବ୍ୟାଖ୍ୟାନ କରି ଉତ୍କଳ ଭ୍ରମଣରେ ସେ ଲେଖିଛନ୍ତି। ଓଳି ତଳେ ଋଣ କୋଟି ମହଣ ଥାଉ ମୋହ କଥା ଶୁଣ, ବୋଇଲେ କି ହେବ ଖାଇବାକୁ ହେବ ଲିଭର ପୁଲର ଲୁଣ, ମାଞ୍ଚେଷ୍ଟର ତନ୍ତୀ ଲୁଗା ବୁଣୁଛନ୍ତି ତୁମ୍ଭ ମାନଙ୍କର ସକାଶେ, ବୁଡୁତନ୍ତୀ ବଂଶ ହେଉ ସର୍ବନାଶ ଯାଆନ୍ତୁ ସେ ବନବାସେ। ହେଲା, ତାପରେ ଆସିଲା ଉତ୍ତର ଉପନିବେଶବାଦ କଣ ନା ଔପନିବେଶିକ ଶାସନ ବ୍ୟବସ୍ଥାରୁ ଗୋଟିଏ ରାଷ୍ଟ୍ର ମୁକ୍ତି ହୋଇ ଏକ ସାର୍ବଭୌମ ରାଷ୍ଟ୍ରରେ ପରିଣତ ହେବା ପରେ ଔପନିବେଶିକ ଶାସନ ବ୍ୟବସ୍ଥାର ଗୋଟିଏ ରାଷ୍ଟ୍ର ମୁକ୍ତି ହୋଇ ଏକ ସାର୍ବଭୌମ ରାଷ୍ଟ୍ରରେ ପରିଣତ ହେବା ପରେ ଯେଉଁ ସାମାଜିକ ପୁନର୍ବିନ୍ୟାସ ଘଟିଥାଏ ତାହା ହିଁ ହେଉଛି ଉତ୍ତର ଉପନିବେଶବାଦ। ଉପନିବେଶିକ ଶାସନ ବ୍ୟବସ୍ଥା ଦ୍ୱାରା ଗୋଟିଏ ରାଷ୍ଟ୍ର ଅଥବା ଭୂଖଣ୍ଡର ଲୋକ ବିଦ୍ୟା, ପରମ୍ପରା, ମୂଲ୍ୟବୋଧ ଓ ସଂସ୍କୃତିର ବିରାଟ ପରିବର୍ତ୍ତନ ସାଧିତ ହୋଇଥାଏ। ଏହି ଔପନିବେଶିକ ଶାସନ ବ୍ୟବସ୍ଥା ଯେତେ ଦୀର୍ଘ ହୁଏ, ଏହି ପରିବର୍ତ୍ତନ ଧାରା ସେତେ ଗଭୀରତାକୁ ସ୍ପର୍ଶ କରିଥାଏ। ଏପରିକି ଗୋଟିଏ ଜାତିର ମୌଳିକ ପରିଚିତିରେ ମଧ୍ୟ ପରିବର୍ତ୍ତନ ମଧ୍ୟ ଆସିଥାଏ। ଔପନିବେଶିକ ଶାସନ ବ୍ୟବସ୍ଥା ସପକ୍ଷରେ କାର୍ଯ୍ୟ କରୁଥିବା ଦେଶୀୟ ଶକ୍ତି ଏକ ବୃହତ୍ କ୍ଷମତା ଶକ୍ତି ଭାବରେ କାର୍ଯ୍ୟ କରିଥାନ୍ତି। ସେମାନେ ନିଜକୁ ଅନ୍ୟ ଦେଶୀୟ ଶକ୍ତି ଠାରୁ ଉଚ୍ଚତର ଭାବରେ ସାମାଜିକ ପ୍ରତିଷ୍ଠା ଆଣିବା ନିମିତ୍ତ ପାରମ୍ପରିକ ଔପନିବେଶିକ ବ୍ୟବସ୍ଥାକୁ ମଧ୍ୟ ସମର୍ଥନ କରିଥାନ୍ତି। ସମଗ୍ର ବିଶ୍ୱରେ ବିଭିନ୍ନ ଔପନିବେଶିକ ରାଷ୍ଟ୍ରର ଏହି ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ। ଔପନିବେଶିକ ରାଷ୍ଟ୍ରଟି ସ୍ୱାଧୀନ ଓ ସାର୍ବଭୌମ ହେଲା ପରେ ପ୍ରାଚୀନ ପରମ୍ପରା, ସଂସ୍କୃତି, ବିଚାରଧାରା ଓ ମୂଲ୍ୟବୋଧକୁ ପ୍ରତିଷ୍ଠା ପ୍ରଦାନ କରିଥାଏ। ଏଣୁ ଉପନିବେଶ ଶାସନ ବ୍ୟବସ୍ଥାର ପରବର୍ତ୍ତୀ ସମୟକୁ ଉତ୍ତର ଉପନିବେଶବାଦ ମଧ୍ୟ କୁହାଯାଏ। ଅନୁଧ୍ୟାନ କରିବେ, ଔପନିବେଶିକ ରାଷ୍ଟ୍ରଟି ସ୍ୱାଧୀନ ଓ ସାର୍ବଭୌମ ହେଲା ପରେ ପ୍ରାଚୀନ ପରମ୍ପରା, ସଂସ୍କୃତି ଓ ବିଚାରଧାରା ଓ ମୂଲ୍ୟବୋଧକୁ ପ୍ରତିଷ୍ଠା ପ୍ରଦାନ କରେ। ଏଣୁ ଉପନିବେଶ ଶାସନ ବ୍ୟବସ୍ଥାର ପରବର୍ତ୍ତୀ ସମୟକୁ ଉତ୍ତର ଉପନିବେଶବାଦ କୁହାଯାଏ। ଏମ୍ପାୟାର ରାଇଟ୍ସ ବ୍ୟାକ୍ ଆଉ ଯୋଉଟା କି 1999 ମସିହାରେ ରଚନା ହୋଇଥିଲା ନାମକ ଏକ ଗ୍ରନ୍ଥ ମାଧ୍ୟମରେ 3 ଜଣ ଅଷ୍ଟ୍ରେଲୀୟ ଲେଖକ ଉତ୍ତର ଉପନିବେଶବାଦୀ ଚିନ୍ତନକୁ ଅଧିକ ପ୍ରସାରିତ କରିଛନ୍ତି। ଆଶକ୍ରଫ୍ଟ, ଗ୍ରିଫିଥ୍ସ ଓ ଟିଫିନ୍ ନାମକ ଏହି 3 ଜଣ ବ୍ୟକ୍ତି ଏହି ପୁସ୍ତକରେ ସମଗ୍ର ବିଶ୍ୱରେ ଉତ୍ତର ଉପନିବେଶବାଦୀ ଚିନ୍ତନ କିପରି ବିସ୍ତାର କରୁଛି ଓ ଏ ସମ୍ପର୍କରେ ଭାରତ, ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ ଏବଂ କାନାଡା ପରି ରାଷ୍ଟ୍ରରେ ସାହିତ୍ୟ ସର୍ଜନା କରାଯାଉଛି ସେ ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରିଛନ୍ତି। କେବଳ ସାହିତ୍ୟ ନୁହେଁ, କଳା, ସ୍ଥାପତ୍ୟ, ସଙ୍ଗୀତ, ନୃତ୍ୟ ଆଦି ବିଭିନ୍ନ ଜଗତରେ ଏହି ପ୍ରତିକ୍ରିୟାଶୀଳର ଉତ୍ତର ଉପନିବେଶବାଦୀ ଚିନ୍ତନର ପ୍ରତିଫଳନ ମଧ୍ୟ ଘଟୁଛି। ସମଗ୍ର ପୃଥିବୀର 1/3 ଜନତା ଔପନିବେଶିକ ଶାସନ ବ୍ୟବସ୍ଥାରେ ସଂଘାତରେ
ନିପୀଡ଼ିତ ହୋଇଥିବାରୁ ସାମ୍ପ୍ରତିକ ବିଶ୍ୱରେ ଏହା ଏକ ବିରାଟ ଆନ୍ଦୋଳନ ଭାବରେ ମଧ୍ୟ ମୁଣ୍ଡ ଟେକିଛି। ବୁଦ୍ଧିଜୀବୀଗଣ ଏହି ଆନ୍ଦୋଳନକୁ ପଶ୍ଚିମ ଓ ଅନ୍ୟାନ୍ୟ ନାମରେ ମଧ୍ୟ ନାମିତ କରିଛନ୍ତି। ଏହି ଆନ୍ଦୋଳନର ଗଭୀରତାକୁ ଆଲୋଚନା କରିବାକୁ ଯାଇ ରବର୍ଟ ଜେସ୍ ୟଙ୍ଗ ତାଙ୍କର ପୁସ୍ତକ ପୋଷ୍ଟ କୋଲୋନିଆଲିଜମ 2003 ଗ୍ରନ୍ଥରେ ଲେଖିଛନ୍ତି। ଉତ୍ତର ଉପନିବେଶବାଦ ଚିନ୍ତନ ରାଷ୍ଟ୍ରର ସଂସ୍କୃତି, ସାହିତ୍ୟ, ଦର୍ଶନ, ଅର୍ଥନୀତି, ରାଜନୀତି ଓ ସାମାଜିକ ଆନ୍ଦୋଳନ ଗୁଡ଼ିକୁ ଗଭୀର ଭାବରେ ପ୍ରଭାବିତ କରିଥାଏ। ବହୁଦିନର ଅବହେଳା ଓ ନିର୍ଯାତନା ଜାତୀୟ ଚରିତ୍ର ମଧ୍ୟରେ ଏକ ମୁକାବିଲା ମନୋଭାବର ଜାଗ୍ରତ କରେ। ଉପନିବେଶ ବିରୋଧୀ ଆନ୍ଦୋଳନ ଉତ୍ତର ଉପନିବେଶ ସମୟରେ ଅଧିକ ପ୍ରାଞ୍ଜଳ ଓ ଗଭୀର ହୋଇଥାଏ। ନିଜର ଅଧିକାର ଅପେକ୍ଷା ଅନ୍ୟ ଗୋରା ରାଷ୍ଟ୍ର ସହିତ ନିଜକୁ ସମକକ୍ଷ କରାଇବାର ମାନସିକତା ଏହି ଚିନ୍ତନକୁ ଅଧିକ ବଳିଷ୍ଠ କରିଥାଏ। ଔପନିବେଶିକ ରାଷ୍ଟ୍ର ଓ ଉତ୍ତର ଉପନିବେଶ ସମୟରେ ଅନ୍ୟ ୟୁରୋପୀୟ ରାଷ୍ଟ୍ର ସହିତ ନିଜକୁ ସମକକ୍ଷ କରିବା ପ୍ରକ୍ରିୟାକୁ ହୋମି ଭାବା ଶଙ୍କରୀକରଣ ନାମରେ ମଧ୍ୟ ନାମିତ କରିଛନ୍ତି। ଏଥିନିମିତ୍ତ ସେ ଦୁଇଟି ସାମାଜିକ ଶ୍ରେଣୀ ଉଲ୍ଲେଖ କରିଛନ୍ତି। ପ୍ରଥମଟି ହେଉଛି ଶାସକ ଏବଂ ଦ୍ୱିତୀୟଟି ହେଉଛି ଶାସିତ। ତାଙ୍କର ମତରେ ଶାସକ ଓ ଶାସିତର ସମ୍ପର୍କ ରାଷ୍ଟ୍ରଟି ସ୍ୱାଧୀନତା ପାଇବା ପରେ ମଧ୍ୟ ରହିଥାଏ। ଶାସକ ଓ ଶାସିତ ବା ଶାସିତ ଦେଶ ଓ ଶାସକ ଦେଶ ମଧ୍ୟରେ ସମ୍ପର୍କ ସବୁଦିନ ପାଇଁ ରହିଥାଏ। ଏହା ଦ୍ୱାରା ପରସ୍ପର ମଧ୍ୟରେ ଥିବା ଦୂରତ୍ୱ କମ୍ ହୋଇଯାଇଥାଏ। ଏହି ସମ୍ପର୍କରେ ଏକ ସନ୍ଧି ସ୍ୱାକ୍ଷର ଭାବରେ ଅଭିହିତ କରିବାକୁ ସେ ଲେଖିଛନ୍ତି। ହେଲା, ଗାୟତ୍ରୀ ସ୍କିଭାଙ୍କର ଉତ୍ତର ଉପନିବେଶବାଦୀ ଚିନ୍ତନକୁ ଆହୁରି ଅଧିକ ବ୍ୟାପକ କରି ଏହି ସମୟରେ ନାରୀ ଓ ଦଳିତମାନଙ୍କର ସାମାଜିକ ସ୍ଥିତି ବିଶ୍ଳେଷଣ କରିଛନ୍ତି। ଉପନିବେଶବାଦୀ ଶାସନ ବ୍ୟବସ୍ଥା ଦ୍ୱାରା ନାରୀ ଓ ଦଳିତମାନଙ୍କ ମଧ୍ୟରେ କିପରି ସାମାଜିକ ଅସଙ୍ଗତି ଓ ବିଦ୍ୱେଷ ସୃଷ୍ଟି ହୋଇଛି ତାହା ମଧ୍ୟ ବ୍ୟାଖ୍ୟା କରନ୍ତି ଗାୟତ୍ରୀ ସ୍କିଭାଗ। ଏଣୁ ଉତ୍ତର ଉପନିବେଶବାଦୀ ଚର୍ଚ୍ଚାରେ ନାରୀବାଦ ଏବଂ ଦଳିତ ଚିନ୍ତନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। କହିବା ବାହୁଲ୍ୟ ଯେ ସମଗ୍ର ବିଶ୍ୱରେ ଏହି ଚିନ୍ତନ ପ୍ରଭାବ ବିସ୍ତାର କରିଥିବା ସମୟରେ ଭାରତୀୟ ସାହିତ୍ୟ ଓ ଓଡ଼ିଆ ସାହିତ୍ୟରେ ମଧ୍ୟ ଏହାର ବ୍ୟାପକ ପ୍ରତିଫଳନ ଦେଖିବାକୁ ମିଳିଥାଏ। ଔପନିବେଶିକ ରାଷ୍ଟ୍ର ସମୂହର ସାମ୍ପ୍ରତିକ ସାହିତ୍ୟ, ସଂସ୍କୃତି, ଅର୍ଥନୀତି ଓ ରାଜନୈତିକ ବିଚାରଧାରାକୁ ଉତ୍ତର ଉପନିବେଶବାଦୀ ବିଚାରଧାରା ଭାବରେ ଗ୍ରହଣ କରାଯାଇଥାଏ। ବିଶ୍ୱ ବ୍ୟବସ୍ଥା ପ୍ରସଙ୍ଗରେ ନିଜର ଭୂଖଣ୍ଡର ଗତିଶୀଳତାକୁ ବ୍ୟାଖ୍ୟାନ କରିବା ହେଉଛି ଉତ୍ତର ଉପନିବେଶବାଦୀ ଚିନ୍ତନର ମୂଳ ପ୍ରସଙ୍ଗ। ଏହା ଭୂଖଣ୍ଡ ଅନୁଯାୟୀ ଭିନ୍ନ ଭିନ୍ନ ହୋଇଥାଏ। ଏହି ଭିନ୍ନତାକୁ ଅଧ୍ୟୟନ ଓ ବିଶ୍ଳେଷଣ କରେ ଉତ୍ତର ଉପନିବେଶବାଦୀ ଚିନ୍ତନ। ହେଲା, ପ୍ରଶ୍ନ ଆସିଲା ଉପନିବେଶ କହିଲେ କଣ ବୁଝ ଲେଖିପାରିବା। ଉପନିବେଶ କିପରି ସାର୍ବଭୌମତ୍ୱ ନଷ୍ଟ କରେ ତାହା ମଧ୍ୟ ଲେଖିପାରିବା। କେଉଁ ସମୟକୁ ଉତ୍ତର ଉପନିବେଶ ସମୟ କୁହାଯାଏ ଲେଖାଯାଇଛି, ଅଣ୍ଡରଲାଇନ୍ କରାଯାଇଛି। ଉତ୍ତର ଉପନିବେଶବାଦ କହିଲେ କଣ ମଧ୍ୟ ପ୍ରଶ୍ନ ନାହିଁ ବୁଝି ଲେଖିପାରିବା। ଦୀର୍ଘ ଉତ୍ତର ମୂଳ ଆସିଛି ଉପନିବେଶର ସଂଜ୍ଞା ସ୍ୱରୂପ ମୁଁ କହିଥିଲି ଆସିଯିବ, ଏଇଠି ଆସିଛି ପ୍ରଶ୍ନ ଆସିଛି। ସମଗ୍ର ବିଶ୍ୱକୁ ଉପନିବେଶବାଦ କିପରି ପ୍ରଭାବିତ କରିଛି ତାହା ମଧ୍ୟ ଲେଖିପାରିବା। ଫକୀରମୋହନଙ୍କର ଗଳ୍ପରେ ଉପନିବେଶବାଦ ଦୃଷ୍ଟିକୋଣ କିପରି ପ୍ରତିଫଳିତ ହୋଇଛି ଆଲୋଚନା କରିପାରିବା। ଉତ୍ତର ଉପନିବେଶବାଦ ସଂଜ୍ଞା ଓ ସ୍ୱରୂପ ବିଷୟରେ ଆଲୋଚନା ମଧ୍ୟ କରିପାରିବା। ବର୍ତ୍ତମାନ ଏତିକି ଥାଉ। ନେକ୍ସଟ କ୍ଲାସ୍ ଆମେ କାଲି କରିବା ଚତୁର୍ଥ ଏକକ ନାରୀବାଦ, ସେ 2:30 କରିବା।